हालेलुया। प्रभु को महानाम धन्यवाद हो। प्रभु आज आम को ए संध्याकाल समय आउ थे प्रभु को वाक्य ध्यान करने प्रभु को नाम धन्यवाद हो। आसतु प्रिय लोक मैंने आम मैंने बर्तमान गोटे वाक्य देखा मूल वाक्य तापर आम मैंने आगू जावा। मो सहित करंतु एवरी पुस्तक 11 पर्व तार 8 पदरू आम किसी अंश पाठ करवा। मु पढ़ुछि आपण मानक पाखरे बाइबल थिले मो सहित खोलंतु एवरी पुस्तक 11 पर्व तार 8 पद 9 पद 10 पद आम मैंने पढ़ा। विश्वास द्वारा अब्राहम आह्वान प्राप्त हुंते जो देश से अधिकार स्वरूपे पाइबाकू जाउथिले आज्ञाबह हई सेटाकू बाहरी गले। पुणी से जोठाकू जाउछंती ताहा न जानी सुधा बाहरी गले। विश्वास द्वारा से विदेशी स्वरूपे प्रतिज्ञात देश रे प्रवासी होई प्रतिज्ञार सहाधिकारी इसहाक और जाकूब सहित तंबूरे बास कले। कारण जो नगर भित्तिमूल विशिष्ट पुणी जार शिल्पी और निर्माता स्वयं ईश्वर से तैर अपेक्षारे तिले। विश्वास द्वारा सारा निजे मध्य प्रतिज्ञाकारी को विश्वास द्वारा सारा निजे मध्य प्रतिज्ञाकारी को विश्वस्त ज्ञान करी गत बयस्का हेले ही जातिर आदिमाता हेबाकू शक्ति प्राप्त हेले। प्रभु ए पठित वाक्य दे आम को आशीर्वाद करूँ। सर्वशक्तिवान जीवंत सदा प्रभु आश्चर्य प्राकृत परमेश्वर आम तुम धन्यवाद करुछु। आज वाक्य दे प्रभु तुम्हें कथा कह तुम स्म कृपार आम को तुम आशीर्वाद कर बोली जो मैंने ए सियन मंडल वाक्य शुणुंट समस्ते जे प्रकार प्रभु परमेश्वर ए वाक्य को बुझीपारे एवं जीवन कार्यकारी करें साहाय्य कर। महिमा गुरु प्रशंसा तुमको दे जिसु नाम प्रार्थना कले पिता आमेन। हालेलुया। मो प्रिय लोक माने अब्राहम होउछंती आमानकर आदि पिता। अब्राहम आम मानक पाई एक आदर्श स्वरूप। जेतेबेले अब्राहम विजाति मानक परी से तांको पिता तेरह पाखरे थिले से समय अब्राहम प्रतिमा मानकू बिकी बिकी से जीवन यापन करुथिले। से समय अब्राहम को परमेश्वर आह्वान कले। से लिखाई विश्वास द्वारा अब्राहम आह्वान प्राप्त हुंते जो देश से अधिकार स्वरूपे पाइबाकू जाउतिले आज्ञाबह होई सेटाकू बाहरी गले। हालेलुया। परमेश्वर अब्राहम को डाकिले। परमेश्वर अब्राहम को डाकला परे अब्राहम द्वितीय कथा न कही परमेश्वर आज्ञाबह हेले। हालेलुया। अब्राहम को परमेश्वर कौन पाई धार्मिक कर कि अब्राहम को परमेश्वर विश्वस्त देखिले। से विश्वास मानकर आदि पिता। वास्तव में अब्राहम को समस्ते आदर्श भाव ग्रहण करने पड़ो।
କାରଣ ଅବ୍ରାହମ ପରମେଶ୍ୱରଙ୍କର ଆଜ୍ଞାବହ ହେଲେ। ପରମେଶ୍ୱରଙ୍କର ଆଜ୍ଞାବହ ହୋଇ ସେ ବାହାରି ଗଲେ ବୋଲି ଲେଖା ହେଇଛି। ପ୍ରଭୁ କହିଲେ, ଏ ଅବ୍ରାହମ, ତୁମ ଲୋକମାନଙ୍କୁ ଛାଡ଼ି, ତୁମ ଗାଁକୁ ଛାଡ଼ି, ତୁମର ଦେଶକୁ ଛାଡ଼ି ମୁଁ ଯେଉଁ ଦେଶ ତୁମକୁ ଦେଖେଇବି ସେଇ ଦେଶକୁ ତୁମେ ବାହାରି ଆସ। ଅବ୍ରାହମ ଦ୍ୱିତୀୟ କଥା ନ କହି ସିଧା ପରମେଶ୍ୱରଙ୍କର ଆଜ୍ଞାବହ ହେଲେ। ତେଣୁକରି ପରମେଶ୍ୱର ଅବ୍ରାହମକୁ ଧାର୍ମିକ ଗଣିତ କଲେ। ମୋ ପ୍ରିୟ ଲୋକମାନେ, ଅବ୍ରାହମ କେମିତି ଧାର୍ମିକ ଗଣିତ ହେଲା, ତାଙ୍କର ବିଶ୍ୱାସ କେତେ ଦୃଢ଼ ଥିଲା ଆମେମାନେ ଦେଖିବା। ସେଠି ଲେଖା ହେଇଛି, ବିଶ୍ୱାସ ଦ୍ୱାରା ଆହ୍ୱାନ ପ୍ରାପ୍ତ ହୋଇ, ଅବ୍ରାହମ ଆହ୍ୱାନ ପ୍ରାପ୍ତ ହୋଇ ହୁଅନ୍ତେ ଯେଉଁ ଦେଶ ସେ ଅଧିକାର ସ୍ୱରୂପେ ପାଇବାକୁ ଯାଉଥିଲେ, ଆଜ୍ଞାବହ ହୋଇ ସେଟାକୁ ବାହାରି ଗଲେ। ପୁଣି ସେ କେଉଁଟାକୁ ଯାଉଅଛନ୍ତି ତାହା ନ ଜାଣି ସୁଦ୍ଧା ବାହାରି ଗଲେ। ହାଲେଲୁୟା। ପରମେଶ୍ୱର ଅବ୍ରାହମକୁ କହିନଥିଲେ ଯେ ମୁଁ ତୁମକୁ କିନାନୀୟ ଦେଶ ଦେବି, କିନାନୀୟମାନଙ୍କର ଦେଶ ତୁମକୁ ଦେବି, ଆଉ ସେ ଦେଶ ସାରା ତୁମେ ଅଧିକାର କରିପାରିବ ବୋଲି ଯେତେବେଳେ ପ୍ରଭୁ ତାଙ୍କୁ ପ୍ରଥମରେ କିଛି କହିନଥିଲେ। ମୁଁ ଯେଉଁ ଦେଶ ଦେବି ସେ ଦେଶକୁ ତୁମେ ଯାଅ ବୋଲି କହିଲେ। ହାଲେଲୁୟା। ତେଣୁକରି ଅବ୍ରାହମ କ'ଣ କଲେ, ସେ କୁଆଡ଼େ ଯିବେ ଜଣା ନାହିଁ, କେଉଁଠାରେ ରହିବେ ସେଟା ମଧ୍ୟ ଜଣା ନାହିଁ, କେଉଁ ଦିଗକୁ ଯିବେ ମଧ୍ୟ ଜଣା ନାହିଁ। ହାଲେଲୁୟା। ମାତ୍ର ପରମେଶ୍ୱର ତାଙ୍କୁ ଗୋଟେ ଦିଗ ଦେଖେଇଲେ। ପରମେଶ୍ୱର ତାଙ୍କୁ କିନାନ ଦେଶକୁ ଯିବା ପାଇଁ ପଥ ଦେଖେଇଲେ। ଆଉ ଯାଉ ସେ କିନାନରେ ପ୍ରବେଶ କଲେ। କିନାନରେ ପ୍ରବେଶ କଲା ପରେ ସେ କିନାନରେ ବାସ କଲେ। ସେ ପରମେଶ୍ୱରଙ୍କୁ ସନ୍ଦେହ କଲେ ନାହିଁ। ଆମେ ମୂଳ ବାକ୍ୟ ଆମେ ଜାଣିବା କଥା, ଆମେ ଜାଣି ରଖିବା କଥା ହେଉଛି, ପରମେଶ୍ୱରଙ୍କୁ ଅବ୍ରାହମ ସନ୍ଦେହ କଲେ ନାହିଁ। ତାଙ୍କ ଶକ୍ତି ଜାଣିଲେ, ସେ ପରାକ୍ରମ ପରମେଶ୍ୱର ବୋଲି ଜାଣିଲେ, ସେ ବିଶ୍ୱସ୍ତ ପରମେଶ୍ୱର, ସେ ଅନୁଗ୍ରହର ପରମେଶ୍ୱର, ସେ ଅନ୍ୟାୟକାରୀ ନୁହନ୍ତି, ସେ ସବୁ କରିପାରିବେ, ସର୍ବଶକ୍ତିମାନ ପରମେଶ୍ୱର, ସେ ସୃଷ୍ଟିକର୍ତ୍ତା। ତାଙ୍କ ବିନା ଆମ ଜୀବନ ଶୂନ୍ୟ ଅଟେ। ସେ ଯାହା କରନ୍ତି ତାଙ୍କ ଲୋକମାନଙ୍କର ମଙ୍ଗଳ ସକାଶେ କରନ୍ତି। ଏହି ବିଶ୍ୱାସରେ ଅବ୍ରାହମ କ'ଣ କଲେ, ଦ୍ୱିତୀୟ କଥା ନ କହୁନୁ ସେ କ'ଣ କଲେ, ଆଉ କିନାନକୁ ବାହାରି ପଡ଼ିଲେ। ହାଲେଲୁୟା। ପ୍ରଭୁ ତାଙ୍କୁ କିନାନ ଦେଶ ଦେଖେଇଲେ। ଆଉ ତେଣୁକରି ସେ କିନାନରେ ପ୍ରବେଶ କଲା ପରେ ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହ ଅଧିକାରୀ ଇସାକ ଓ ଯାକୋବଙ୍କ ସହିତ ତମ୍ବୁରେ ବାସ କଲେ। ହାଲେଲୁୟା। ସେ କିନାନ ଦେଶରେ ସେ କ'ଣ କଲେ, ପହଞ୍ଚିଲା ପରେ ସେ ଗୋଟେ ତମ୍ବୁ ନିର୍ମାଣ, ଅଲଣ ବୃକ୍ଷ ତଳେ ଗୋଟେ ତମ୍ବୁ ନିର୍ମାଣ କଲେ। ହାଲେଲୁୟା। ତମ୍ବୁ ମାନେ ରହିବା ଗୃହ। ଆପଣମାନେ ଦେଖୁଥିବେ ଆମ ଯାତ୍ରା ମାନଙ୍କରେ ସର୍କେସ୍ ଲୋକମାନେ ଆସିକରି ତମ୍ବୁ ଯାକ ବାନ୍ଧନ୍ତି। ସେଇ ପ୍ରକାର ତମ୍ବୁ ମାନେ, ଆଉ ସେମାନେ ଯେଉଁ ଜାଗାରେ ଯିବେ ସେଇ ପ୍ରକାର ତମ୍ବୁ ମାନେ ଧରିକି ଯାଉଥିଲେ। ଆଉ ଅବ୍ରାହମ ମଧ୍ୟ ଠିକ୍ ସେ ପ୍ରକାର ଆଉ ତମ୍ବୁ ମାନେ ଧରିକିରି ବାହାରିଲେ। ଆଉ ବାହାରିକିରି ଆଉ ସେ ପ୍ରତିଜ୍ଞାତ ଦେଶରେ, ପ୍ରତିଜ୍ଞା କରିଥିବା ଦେଶରେ, ପ୍ରଭୁ ଦେଖିଥିବା ଦେଶରେ ଉପସ୍ଥିତ ହେଲେ। ପ୍ରତିଜ୍ଞାତ ଦେଶରେ ସେ ପ୍ରବାସୀ ହୋଇ ପ୍ରତିଜ୍ଞାର
ସହାଧିକାରୀ ଇସାକଙ୍କୁ ଓ ଯାକୋବଙ୍କ ସହିତ ତମ୍ବୁରେ ବାସ କଲେ। ହାଲେଲୁୟା। ନିଜ ଦେଶରେ, ନିଜ ଜମିରେ, ନିଜ ଜାଗାରେ ଭଡ଼ା ରହିଲା ପରେ ସେ ପରମେଶ୍ୱର ତାଙ୍କୁ ପ୍ରତିଜ୍ଞା କରୁଥିଲେ, ଏ ଦେଶ ସବୁ ତୁମକୁ ଦେଇଦେବୁ, ଆମେ ଏ ଦେଶ ସାରା ତୁମର, ଆମେ ତୁମକୁ ଏ ଦେଶ, ତୁମକୁ ତୁମ ପିଲାମାନେ ସମସ୍ତଙ୍କୁ ଏ ଦେଶ ଆମେ ଦେବୁ ବୋଲି ପ୍ରଭୁ ପ୍ରତିଜ୍ଞା କରିଥିଲେ। ହେଲେ ଏ ଲୋକ କ'ଣ କରୁଛି? ସେ ପ୍ରତିଜ୍ଞାତ ଦେଶରେ ସେ ପ୍ରବାସୀ ହୋଇ, ପ୍ରତିଜ୍ଞାର ସହାଧିକାରୀ ହୋଇ ସେ ଯାକୋବଙ୍କ ସହିତ ତମ୍ବୁରେ, ଇସାକ ଯାକୋବଙ୍କ ସହିତ ତମ୍ବୁରେ ବାସ କଲେ। ହାଲେଲୁୟା। ସେତେବେଳକୁ ଅବ୍ରାହମ ଜେଜେବାପା ହେଇଗଲେ। ହାଲେଲୁୟା। ଇସାକଙ୍କୁ ପାଇଲେ, ଇସାକ ଯାକୋବଙ୍କୁ ଜନ୍ମ ଦେଲେ। ଇସାକ ମଧ୍ୟ ତମ୍ବୁରେ ବାସ କଲେ, ଯାକୋବ ମଧ୍ୟ ତମ୍ବୁରେ ବାସ କଲେ। ହାଲେଲୁୟା। ତାପରେ ପରମେଶ୍ୱର କ'ଣ କଲେ? ସେମାନଙ୍କୁ କିନାନ ଦେଶ ସାରା ବୁଲେଇଲେ। ସବୁ ସେ ବୁଲିଲେ, ସବୁ ଦେଖିଲେ। ସେ ଜାଗାରେ ବଡ଼ ବଡ଼ ବୀରମାନେ ଅଛନ୍ତି, ବଡ଼ ବଡ଼ ପଣ୍ଡିତମାନେ ଅଛନ୍ତି। ସେ ସମସ୍ତଙ୍କୁ ତଡ଼ି ଦେଇକରି ପରମେଶ୍ୱର ପ୍ରଭୁଙ୍କ ଲୋକମାନଙ୍କୁ ସେ ଜାଗାଟା ଦେବାକୁ ଅବ୍ରାହମକୁ ପ୍ରତିଜ୍ଞା କରିଥିଲେ। ହାଲେଲୁୟା। ତେଣୁକରି ମୋର ପ୍ରିୟ ଲୋକମାନେ, ଇସାକଙ୍କୁ ପରମେଶ୍ୱର ସହାଧିକାରୀ ଇସାକ ବୋଲି ଲେଖା ହେଇଛି। ଇସାକ ଓ ଯାକୋବ ହେଉଛନ୍ତି ଅବ୍ରାହମଙ୍କର ସହାଧିକାରୀ। ପ୍ରତିଜ୍ଞାର ଫଳ ସେମାନେ। ସେମାନଙ୍କୁ ଧରିକି ସେ ତମ୍ବୁରେ ବାସ କରିବାକୁ ଇଚ୍ଛା କଲେ। କାରଣ ଯେଉଁ ନଗର ଭିତ୍ତିମୂଳ ସ୍ୱରୂପ, ଭିତ୍ତିମୂଳ ବିଶିଷ୍ଟ, ପୁଣି ଯାହାର ଶିଳ୍ପୀ ନିର୍ମାଣ କରୁଥିବା ସ୍ୱୟଂ ଈଶ୍ୱର, ସେ ତୈର ଅପେକ୍ଷାରେ ଥିଲେ। ହାଲେଲୁୟା। ପରମେଶ୍ୱର ଅବ୍ରାହମକୁ ଦେଖେଇଲେ ସ୍ୱର୍ଗ ରାଜ୍ୟରେ ଥିବା କିନାନୀୟ ଦେଶ, ସ୍ୱର୍ଗ ରାଜ୍ୟରେ ଥିବା ସିୟନ ଦେଶ ଅବ୍ରାହମକୁ ଦେଖେଇଲେ। ସେ କହିଲେ, ମୋତେ ଏ ପୃଥିବୀରେ ତୁମେ ଯାହା ଦେଲେ ମଧ୍ୟ ମୁଁ ଭଡ଼ା ରହିଲା ପରି ଆକା ଏସବୁ ଛାଡ଼ିକି ଯିବାକୁ ପଡ଼ିବ। ଏ ପୃଥିବୀରେ ମୁଁ ଯେ ପର୍ଯ୍ୟନ୍ତ ଥିବି ସେ ପର୍ଯ୍ୟନ୍ତ ମୁଁ ତମ୍ବୁରେ ବାସ କରି ସେ ଯେଉଁ ଭିତ୍ତିମୂଳ ନଗର ତୁମେ ନିର୍ମାଣ କରୁଅଛ ମୋ ପାଇଁ, ସେଇ ନଗର ପାଇବା ପାଇଁ ମୁଁ ଏଇ ଜାଗାରେ ମୁଁ ବିଦେଶ ସ୍ୱରୂପ ମୁଁ ରହିବି। ବିଦେଶ ଲୋକମାନେ ଯେଉଁ ବଡ଼ା ଘରରେ ଯେଉଁ ରହନ୍ତି, ସେ ପ୍ରକାର ଜୀବନଯାପନ କଲେ ଅବ୍ରାହମ। ବିଶ୍ୱାସ ଦ୍ୱାରା ପ୍ରଭୁଙ୍କ ସହିତ ଚାଲିଲେ। ପ୍ରତିଜ୍ଞାର ଫଳ ସ୍ୱରୂପ ଇସାକ ଯାକୋବଙ୍କୁ ପାଇଲେ। କାରଣ ଯେଉଁ ନଗର ଭିତ୍ତିମୂଳ ବିଶିଷ୍ଟ, ପୁଣି ଯାହାର ଶିଳ୍ପୀ ନିର୍ମାତା ସ୍ୱୟଂ ଈଶ୍ୱର ଥିଲେ, ସେଇ ନଗର ଚିରକାଳ ବୋଲି ଅବ୍ରାହମ ଜାଣିଲେ। ସେଇ ନଗରରେ ତାଙ୍କର ଅହନ୍ୟ ସନ୍ତାନମାନଙ୍କ ସହିତ ପରମେଶ୍ୱରଙ୍କର ଗୌରବ ପ୍ରଶଂସା କରିବା ପାଇଁ ଇସାକ ଇଚ୍ଛା କଲେ। କିନ୍ତୁ ଏ ଦେଶ ବା ଏହି ପୃଥିବୀ ଉପରେ ତାଙ୍କୁ କୌଣସି ଅଧିକାର ଥିଲେ ମଧ୍ୟ ସେ ଅଧିକାର ସେ ପାଇବାକୁ ଇଚ୍ଛା କଲେ ନାହିଁ। ହାଲେଲୁୟା। ତେଣୁକରି ମୋର ପ୍ରିୟ ଲୋକମାନେ, ଆଜିର ବାକ୍ୟ ଅନୁସାରେ ଆମେମାନେ ଦେଖିବା, ଆଉ ଅବ୍ରାହମ କ'ଣ କଲେ? ବିଶ୍ୱାସ ଦ୍ୱାରା ଆହ୍ୱାନ ପ୍ରାପ୍ତ ହେଲେ। ତେଣୁକରି ପରମେଶ୍ୱର ଅବ୍ରାହମକୁ ଧାର୍ମିକ ଗଣିତ କଲେ। ସେ ଏ ଜଗତର ଧନ ସମ୍ପତ୍ତି ଚାହୁଁନଥିଲେ, ଏ ଜଗତର ଅଧିକାର ଚାହୁଁନଥିଲେ, ଏ ଜଗତର କୌଣସି ବଙ୍ଗଲା ବିଲ୍ଡିଂ ଗୁଡ଼ାକ, କୌଣସି ଟଙ୍କା ସୁନା, କୌଣସି ଏନ୍ଜୟ କରିବାକୁ ସେ ଚାହୁଁନଥିଲେ। ମାତ୍ର ପରମେଶ୍ୱରଙ୍କୁ ଇଚ୍ଛା ସାଧନ କରିବା ପାଇଁ ପରମେଶ୍ୱର କହିବା ଅନୁସାରେ ସେ ଚାଲୁଥିଲେ। ତେଣୁକରି ପରମେଶ୍ୱର ଅବ୍ରାହମକୁ ବହୁତ ପ୍ରେମ କଲେ, ଅବ୍ରାହମକୁ ବହୁତ ବିଶ୍ୱସ୍ତ ଦେଖିଲେ। ମୋର ପ୍ରିୟ ଲୋକମାନେ,
ବିଶ୍ୱାସ ଦ୍ୱାରା ମନୁଷ୍ୟ ବଞ୍ଚିବ। ବିଶ୍ୱାସ ଦ୍ୱାରା ଅବ୍ରାହମ କ'ଣ କଲେ? ପ୍ରଭୁଙ୍କର ପ୍ରତିଜ୍ଞା ଅନୁସାରେ ସେ ତାଙ୍କର ପିତାମାତାଙ୍କୁ ଛାଡ଼ିକି ପ୍ରଭୁ ଦେଖାଇବା ଦେଶକୁ ବାହାରିଗଲେ। ବିଶ୍ୱାସ ଦ୍ୱାରା ସାରା ନିଜେ ମଧ୍ୟ ପ୍ରତିଜ୍ଞାଧିକାରୀଙ୍କୁ ବିଶ୍ୱସ୍ତ ଜ୍ଞାନ କରି ଗତ ବୟସ୍କ ହେଲେ ହିଁ ଜାତିର ଆଦିମାତା ହେବାକୁ ଶକ୍ତି ପ୍ରାପ୍ତ ହେଲେ। ହାଲେଲୁୟା। ବିଶ୍ୱାସ ଦ୍ୱାରା ପ୍ରଭୁ କରିବେ, ଲେଟ୍ ହେଲେ ମଧ୍ୟ ପ୍ରଭୁ ସଫଳ କରିବେ, ସେ କଥା ଦରକାର। ପ୍ରଭୁ ଆମମାନଙ୍କୁ ଏ ପଠିତ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍।